हरिः ओम् अयमारम्भ शुभाय भवतु। ॐ श्री गुरु पादुकाभ्यां नमो नमः। हे माधव मधुसूदन हे केशव नारायण। हे माधव मधुसूदन हे केशव नारायण। श्रीमन नारायण हरि नारायण। श्रीमन नारायण आदि नारायण। लक्ष्मी नारायण गुरु नारायण। हे माधव मधुसूदन हे केशव नारायण। हे केशव नारायण। बोली वृंदावन बिहारी लाल की। दशावतार लीला प्रसंग को आपण मानकु बहुत बहुत स्वागत। ज्ञानी दर्शक बंधु, गत एपिसोड आम आलोचना करते अवतार शब्द को नहीं गत थर तो एक कहुला आपण मानक नवेदन करता श्री सन्यासी जे आपण मैंने समस्ते घर को 3टी पुस्तक आनी रखापी एवं खाली रखिले तो हम ना पढ़ापी कारण पुस्तक मान पढ़िले से जो गीता भगवत गीता भागवत एवं श्रीरामचरित मानस जो 3टी बही कथा सन्यासी आपण मानक कही से 3टी बही को पढ़िले कौन हम ना आम शरीर आपण मान जिते शरीर सब अच्छे आप शरीर धारण कर हाँ ना ये शरीर हूँ एक कियारी। कियारी बोले आपण मैंने कौन भावुवे बिल बिल कौन हुए ना चाष कम करा जाए। तेणु ये जिते शरीर रूपक कियारी भगवान आम मान आमे यह चाष करने दरकार। आपण मैंने मन मन भावे कौन चाष करने दरकार केमिति चाष करने दरकार ना यही भाव में चाष करने दरकार जे शरीरटी जदि बिल है बा शरीरटी जदि क्षत है आपको चाष करने एथे मंजी बुणिया को पड़ो एथे बीज बपन करने को पड़ो। से बीजटा कौन ना से बीज हूँ सद भावनार मंजी। आम मान मन भितर सद भावनार मंजी जदि ए मन रूपक क्षेत्र बा मन रूपक शरीर रूपक क्षेत्र में पड़ो तेबे ता भीतर जो फसल बाहर आम चाष कले कौन ना फसल बाहर आप कोबी चाष करेंगे कोबी बाहर धान चाष करेंगे धान बाहर बिलाती आलू चाष करेंगे बिलाती आलू बाहर जहाँ चाष करेंगे जो प्रकार मंजी आपण मैंने बुणवे देखिए कृषक भाई मैंने निज क्षेत्र में मंजी बुणुंट जहाँ पाँच ठीक से आमे जदि उत्तम भावनार मंजी को जदि आमे बुणीबा तेबे निश्चित भाव में आमे भल फल पाइबा। सेहिति पाई केतेक महापुरुष ए शरीर को कहले शरीर हूँ एक राम नाम कियारी। आज्ञा ए शरीर हूँ एक हरि नाम कियारी आपको चाष करा जिबा दरकार। सेहिति पाई अति सुंदर भाव में कहले मन चसारे हे महापुरुष कहते महात्मा कहते मन चसारे राम नाम कियारी रे चाष तू करी जा। हरि नाम कियारी रे चाष तू करी जा। ये शरीर हूँ राम नाम कियारी ये शरीर हूँ हरि नाम कियारी। ये हरि नाम कियारी बा शरीर रूपक क्षेत्र में चाष करी जा। जदि चाष कर मंजी कौन बुणव
ସନ୍ନ୍ୟାସୀ କହିଲା ସତ୍ ନାମର ମଞ୍ଜି, ଉତ୍ତମ ଭାବନାର ମଞ୍ଜି, ସେକୁ ମହାପୁରୁଷ ଆଉ ଟିକେ ଅଲଗା ଢଙ୍ଗରେ କହିଲେ, ବୋଲେ ସତ୍ୟ ଶାନ୍ତି ଦୟା କ୍ଷମା। ଯଦି ଶରୀର ହେଲା ଏକ ବିଲ ବା ଚାଷ କ୍ଷେତ୍ର, ତା ଦେହରେ ମଞ୍ଜି ଆପଣ ମାନେ କଣ ବୁଣିବେ ନା ସତ୍ୟ ଶାନ୍ତି ଦୟା କ୍ଷମା, ବୀଜ ବୁଣି ଯା ହରି ନାମ କିଆରିରେ ଚାଷ କରି ଯା ତୁ, ରାମ ନାମ କିଆରିରେ ଚାଷ କରି ଯା ମନ ଚଷାରେ। ରାମ ନାମ କିଆରିରେ ଚାଷ ତୁ କରି ଯା, ହରି ନାମ କିଆରିରେ ଚାଷ ତୁ କରି ଯା। ଯଦି ଚାଷ ଭୂମି ହେଲା ଶରୀର, ହଁ ତେବେ ଆ କଣ ମଞ୍ଜି ଆମେ ବୁଣିବା ନା ସତ୍ୟ ଉତ୍ତମ ଭାବନାର ମଞ୍ଜି, ଶାନ୍ତି ଉତ୍ତମ ଭାବନାର ମଞ୍ଜି, ଦୟା ଉତ୍ତମ ଭାବନାର ମଞ୍ଜି, କ୍ଷମା ଉତ୍ତମ ଭାବନାର ମଞ୍ଜି। এই ଚାରୋଟି ମଞ୍ଜିକୁ ଯଦି ଆମେ এই ଶରୀର ରୂପକ କ୍ଷେତ୍ରରେ ଆମେ ବୁଣିବା, ତେବେ ନିଶ୍ଚିତ ଭାବରେ ଆମେ ଭଲ ଫଳ ପାଇବା। ଆପଣମାନେ ମନେ ମନେ ଚିନ୍ତା କରୁଥିବେ ଯଦି ଶରୀରକୁ ଆମେ ଚାଷ କରିବା ନା ହଁ, ତେବେ ଦିଟା ବଳଦ ଦରକାର। ଏବେ ତ ସବୁ ଟ୍ରାକ୍ଟର ହେଇଗଲାଣି, ଆଉ ବଳଦ ହଳ ଲଙ୍ଗଳ ଆଉ ନାହିଁ। ଆଉ ତେଣୁ ଜମିକୁ ଚାଷ କରିବା ପାଇଁ ହେଲେ ଦୁଇଟି ବଳଦ ଦରକାର ନା ନାହିଁ? ନିଶ୍ଚିତ ଭାବ ଦରକାର। ତେଣୁ ଯଦି ଶରୀର ରୂପକ ରାମ ନାମ ତିଆରି ହେଲା, ଶରୀର ଯଦି ହେଲା କୃଷ୍ଣ ନାମ ତିଆରି ଯଦି ହେଲା, ତେବେ ଦିଟା ବଳଦ ଆପଣ କୋଉଠୁ ପାଇବେ? ମହାତ୍ମା କହିଲେ ଶ୍ରଦ୍ଧା ଓ ବିଶ୍ୱାସ ଦୁଇ ବଳଦ ତୋର। ଦିଟା ବଳଦର ରାହା କିଏ କିଏ ନା ଗୋଟିଏ ହେଲା ଶ୍ରଦ୍ଧା ଏବଂ ଦ୍ୱିତୀୟଟି ହେଲା ବିଶ୍ୱାସ। ଯଦି ଆପଣ ମାନଙ୍କ ମନରେ ଶ୍ରଦ୍ଧା ନାହିଁ, ତାହେଲେ ଆପଣ ମାନେ କଣ ଏ ଆରାଧନା କାର୍ଯ୍ୟକ୍ରମକୁ ଦେଖିବେ ନା ସନ୍ନ୍ୟାସୀର କଥାକୁ ଶୁଣିବେ ନା ଏ ଦଶାବତାର ଲୀଳା ପ୍ରସଙ୍ଗକୁ ଶୁଣିବେ? କହିବେ ନାଇଁ କିଏ ଏ ବର୍ଷ ଶୁଣୁଛି, ଯାଉଛି ମୁଁ ଫ୍ରି ଫାୟାର ଖେଳିବି, ମୋବାଇଲରେ ଫ୍ରି ଫାୟାର ଖେଳିବି, କିମ୍ବା ଯେଉଁ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ସିରିଏଲ ଆସୁଛି ତାକୁ ମୁଁ ଦେଖିବି, ଏ କଥାକୁ କିଏ ଶୁଣିବି? ତେଣୁ ଯଦି ଶ୍ରଦ୍ଧା ନଥାଇ ଅନ୍ତର୍ଗତେ, ଯଦି ମନ ଭିତରେ ଶ୍ରଦ୍ଧା ନାହିଁ, ତା ପୁଣି ଛୁଇଁବି କେ ମତେ ଭଗବାନ କହୁଛନ୍ତି ଭାଗବତରେ, କହିଲେ ମତେ ନାନାଦି ପ୍ରକାର ଦ୍ରବ୍ୟ ଦେବ ନା ହଁ, ଭୋଗ ଦେବ ନା ହଁ, ନା ଯଦି ଶ୍ରଦ୍ଧା ମନ ଭିତରେ ନାହିଁ ନା ନାହିଁ, ତାହେଲେ ମୁଁ ତାକୁ ଶୁଣିବି ନାହିଁ। ତେଣୁ ଭଗବାନଙ୍କର କଥା ଶୁଣିବା ପାଇଁ ହେଲେ ଶ୍ରଦ୍ଧା ହଉଛି ଗୋଟାଏ ବଳଦ ବା ଶ୍ରଦ୍ଧା ହଉଛି ଗୋଟାଏ ମାଧ୍ୟମ। ଯେ ଆମେ ଚାଷ କରିବା, ଯଦି ବିଲକୁ ଆମେ ଚାଷ କରିବା, ଶରୀର ରୂପକ ବିଲକୁ ଯଦି ଆମେ ଚାଷ କରିବା, ତେବେ ଗୋଟିଏ ପ୍ରକାର ବଳଦ ହେଲେ କିଏ ନା ଶ୍ରଦ୍ଧା। ତେଣୁ ଆମ ଭାଗବତ ଗୀତା ସେଇ କଥା କହିଲେ ନାହିଁ, ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍, ଶ୍ରଦ୍ଧା ରହିଲେ ହିଁ ଆପଣ ଜ୍ଞାନ ଅର୍ଜନ କରିବେ। ପୁସ୍ତକ ପଢିବା ପାଇଁ ଶ୍ରଦ୍ଧା ଦରକାର, ସତ୍ସଙ୍ଗରେ ବସିବା ପାଇଁ ଶ୍ରଦ୍ଧା ଦରକାର, ସତ୍ସଙ୍ଗ ଶୁଣିବା ପାଇଁ ଶ୍ରଦ୍ଧା ଦରକାର। ତେଣୁ ଶ୍ରଦ୍ଧା ହଉଛି ଗୋଟିଏ ବା ହଳ ଲଙ୍ଗଳର ଗୋଟିଏ ପାଖ ହେଲା ଶ୍ରଦ୍ଧା ହେଲା ଗୋଟିଏ ବଳଦ। ଏବଂ ଦ୍ୱିତୀୟ ବଳଦ କିଏ ନା ଶ୍ରଦ୍ଧା ଓ ବିଶ୍ୱାସ। ବିଶ୍ୱାସ ହେଲା 2 ନମ୍ବର ବଳଦ। ତେଣୁ ଏଇ ବିଶ୍ୱାସ ଯଦି ନଥବ, ତମେ ଇଏ କଣ କହୁଛନ୍ତି କାହିଁ ୟାକୁ କର। ସେଇଥିପାଇଁ ଭାଗବତ କହିଲେ ସବୁ ସେଇ ଭାଗବତରେ ଅଛି। ମୁଁ ତ ଗତ ଥରକ କହିଥିଲି ନା, ଘରେ ଘରେ ଭାଗବତ ପଢ଼ାଯିବା ଦରକାର। ନିଜର ପୁଅ ଝିଅ ମାନଙ୍କୁ ମଧ୍ୟ ଭାଗବତ ପଢ଼ାନ୍ତୁ ନା, ଦେଖିବେ ସେମାନେ କିଭଳି ଭାବରେ ବଡ଼ ହେଲେ ଭଲ ମଣିଷ ହେଇ ଆପଣଙ୍କୁ ପଚାରିବେ। ଆଜି ଯୋଉ ବାପା ମା ମାନେ ମୁଣ୍ଡରେ ହାତ ପଡ଼ି କାନ୍ଦୁଛନ୍ତି ଯେ ମୋ ପୁଅ ଅମଣିଷ ହେଇଗଲା, ମୋ ପୁଅ ବାଟରେ ପଳେଇଗଲା, ମୋ ପୁଅ ଖରାପ ହେଇଗଲା, ମୋ ପୁଅ କୁସଂସ୍କାରୀ ହେଇଗଲା ବୋଲିକି, ସେଥିପାଇଁ ପୁଅର ମୁଁ ଭୁଲ ଦେବି ନାହିଁ, ଭୁଲ ଦେବି କାହାକୁ ନା ବାପ ମାଙ୍କୁ ଦେବି। ଆଜ୍ଞା ଆଜିଠାରୁ ଏ ଦ୍ୱିତୀୟ ଏପିସୋଡର ସିଦ୍ଧାନ୍ତ, ଆଜିଠାରୁ ନିଜ ଛୋଟ ଛୋଟ ପିଲାମାନଙ୍କୁ ଯେଉଁମାନେ ଅଛନ୍ତି ଦ୍ୱିତୀୟ ତୃତୀୟ ଶ୍ରେଣୀ ପଢ଼ୁଛନ୍ତି ବା ଯେଉଁମାନେ ଛୋଟ ଛୋଟ ପିଲା ସବୁ ଅଛନ୍ତି, ତାଙ୍କ ହାତରେ ଗୋଟିଏ ଭାଗବତ ବହି ଧରେଇ ଦିଅନ୍ତୁ। ସପ୍ତାହକୁ ଥରେ ଗୋଟିଏ ଭାଗବତର ଗୀତାର ଶ୍ଲୋକର ଗୋଟେ ଘୋଷେଇ ଦିଅନ୍ତୁ। ଆପଣ ଦେଖିବେ ଆର ପ୍ରଭାବ ଯେତେବେଳେ ପଡ଼ିବ, ନିଶ୍ଚିତ ଭାବରେ ସେ ପିଲାଟି ଦିନେ ଭବିଷ୍ୟତରେ ମଣିଷ ହବ। ତେଣୁ ଶ୍ରଦ୍ଧା ଓ ବିଶ୍ୱାସ ଦୁଇ ବଳଦ ତୋର, ଜ୍ଞାନର ଲଙ୍ଗଳେ ଯତ୍ନେ ଚାଷ ତୁ କର। ଆଉ ଏଠି ଲଙ୍ଗଳ କିଏ ନା ଏଠି ଲଙ୍ଗଳ ହଉଛି ଜ୍ଞାନ, ବା ତାକୁ ଆପଣ ଧୈର୍ଯ୍ୟ ବୋଲି ମଧ୍ୟ କହିପାରିବେ।
ତେଣୁ ଏ ଜ୍ଞାନ ରୂପକ ଲଙ୍ଗଳରେ ଶ୍ରଦ୍ଧା ଓ ବିଶ୍ୱାସ ଦୁଇ ବଳଦକୁ ଧରିକି ଆପଣ ଏ ଯେଉଁ ଶରୀର ରୂପକ ରାମ ନାମ କେମିତି ଚାଷ କରିବେ, ତାହେଲେ ଏ ଯେଉଁ ଯାହା କଥା ଆପଣ ଶୁଣିବେ, ଏଇଭଳି ଶରୀରଟା ଠିକ ହେଇଗଲା ପରେ, ମନଟା ପବିତ୍ର ହେଇଗଲା ପରେ, ସେ ପବିତ୍ର ଯେଉଁ କଥା ଆପଣ ଶୁଣିବେ ନିଶ୍ଚିତ ଭାବରେ ସେଇଟା ଫଳପ୍ରଦ ହବ। ତେଣୁ ଯେଉଁ ଅବତାର କଥା ଯେଉଁ ଆଲୋଚନା କରାଯିବାର ପ୍ରସଙ୍ଗ ରହିଛି, ଗତ ଏପିସୋଡରେ ସନ୍ନ୍ୟାସୀ କହିଥିଲା ଯେ ଅବତାର ଏ କଥାକୁ ଶୁଣିଲେ କ'ଣ ଲାଭ ହବ, ଆପଣମାନେ ମନେ ମନେ ଭାବୁଥିବେ ନା ତାଙ୍କର ଲାଭ ହବ ଏଇଆ ନା କ'ଣ, ନା ଏ ଅବତାର କଥା ହେଉଛି ବିଷ୍ଣୁଙ୍କର କଥା, ଏ ଅବତାର କଥା ହେଉଛି ପରମ ପୁରୁଷଙ୍କର କଥା। ଆକୁ ଶୁଣିଲେ କ'ଣ ହବ ନା ବିଷ୍ଣୁର ଜନ୍ମ କର୍ମ ବାଣୀ ଯେ ଏହା ଯତ୍ନେ କର୍ଣ୍ଣେ ଶୁଣି ରାତ୍ର ଦିବସ ମଧ୍ୟେ ଯେବେ କାଳ ବଞ୍ଚଇ କୃଷ୍ଣ ଭାବେ ସେ ଦୁଃଖ ସଙ୍କଟୁ ତରନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି। ବୋଲ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଏ ଦଶବତର ଲୀଳାକୁ ଶ୍ରବଣ କଲେ କ'ଣ ହବ ନା ଜନ୍ମ ମରଣ ସଙ୍କଟରୁ ଆପଣ ତରିଯିବେ ବା ତ୍ରାଣ ପାଇଯିବେ ଏବଂ ଆପଣମାନଙ୍କ ମନ ଭିତରେ କୌଣସି ପ୍ରକାର ଭ୍ରାନ୍ତି ରହିବ ନାହିଁ। ତେଣୁ ଆଜିର ଏପିସୋଡର ସିଦ୍ଧାନ୍ତ କଥା ହେଉଛି ଏଇଆ, ଆପଣମାନେ ଶ୍ରଦ୍ଧା ଓ ବିଶ୍ୱାସ ଏ ଦୁଇଟାକୁ ରଖିକିନା ଆପଣ ଏ କଥାକୁ ଯଦି ଶୁଣିବେ ତେବେ ନିଶ୍ଚିତ ଭାବରେ ଏହାର ଫଳକୁ ଆପଣ ପାଇପାରିବେ। ଆଜି ତ ସମୟ ହେଇଯାଇଛି, ପୁଣି ଆମେ ଆଗାମୀ ଏପିସୋଡରେ ଆଲୋଚନା କରିବା ଯେ ପ୍ରକୃତରେ ଅବତାର ଶବ୍ଦର ଅର୍ଥ କ'ଣ। ସେତେବେଳେ ପର୍ଯ୍ୟନ୍ତ ବିଦାୟ। ଜୟ ଜଗନ୍ନାଥ, ଜୟ ଗୁରୁଦେବ, ଜୟ ଗୋପାଳ।